କରଞ୍ଜିଆ ସଂରକ୍ଷିତ ନିର୍ବାଚନ ବିଧାନସଭା କ୍ଷେତ୍ରର ଆସିଲା ନିର୍ବାଚନ ଫଳାଫଳ। ବିଜେପି ପ୍ରାର୍ଥୀ ପଦ୍ମଚରଣ ହାଇବୁରୁ ବିପୁଳ ଭୋଟରେ ବିଜୟୀ। କରଞ୍ଜିଆ ଏବଂ ଠାକୁରମୁଣ୍ଡାରେ ଡିଜେ ବଜାଇ ଓ ବାଣ ଫୁଟାଇ ଖୁସି ଜାହିର କଲେ ସମର୍ଥକ ଏବଂ ଜନସାଧାରଣ। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ସଂରକ୍ଷିତ ବିଧାନସଭା କ୍ଷେତ୍ରରେ ବିଜେପି ବିପୁଳ ବିଜୟ ହାସଲ କରିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି ପ୍ରାର୍ଥିନୀ ବାସନ୍ତୀ ହେମ୍ବ୍ରମଙ୍କୁ 29,499 ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି ପଦ୍ମଚରଣ ହାଇବୁରୁ। ତେବେ ଚଳିତ ନିର୍ବାଚନରେ ବାସନ୍ତୀ ହେମ୍ବ୍ରମଙ୍କ ବିରୋଧରେ ପ୍ରବଳ ଜନ ଅସନ୍ତୋଷ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା, ମୋଦି ଗ୍ୟାରେଣ୍ଟି ଏବଂ ସର୍ବୋପରି ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଯେ ଲୋକଙ୍କ ମନକୁ ଛୁଇଁଲା ତାର ପ୍ରତିଫଳନ ଦେଖିବାକୁ ମିଳିଛି ଚଳିତ ନିର୍ବାଚନର 4 ତାରିଖ ମଙ୍ଗଳବାର ପ୍ରକାଶିତ ନିର୍ବାଚନ ଫଳାଫଳରେ। ବିଜେପି ପ୍ରାର୍ଥୀ ପଦ୍ମଚରଣ ହାଇବୁରୁ ସମୁଦାୟ 65,357 ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ପ୍ରାର୍ଥିନୀ ବାସନ୍ତୀ ହେମ୍ବ୍ରମଙ୍କୁ ମିଳିଛି 35,858 ଭୋଟ। ସେହିପରି ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛନ୍ତି କଂଗ୍ରେସ ପ୍ରାର୍ଥୀ ଲକ୍ଷ୍ମୀଧର ସିଂ ଏବଂ ପୂର୍ବତନ ବିଜେଡି ବିଧାୟକ ତଥା ସ୍ୱାଧୀନ ପ୍ରାର୍ଥୀ ବିଜୟ ନାୟକ। ଲକ୍ଷ୍ମୀଧରଙ୍କୁ 25,471 ଭୋଟ ମିଳିଥିବା ବେଳେ 11,754 ଭୋଟ ପାଇଛନ୍ତି ବିଜୟ ନାୟକ। ଚଳିତ ନିର୍ବାଚନ ରଣାଙ୍ଗନରେ ସମୁଦାୟ 11 ଜଣ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରୁ ଅନ୍ୟ 7 ଜଣ ପାଇଥିବା ଭୋଟ ଅତ୍ୟନ୍ତ ନଗଣ୍ୟ ହୋଇଥିବା ବେଳେ ଯଦି 9ଟା ଭୋଟକୁ ଗଣତିକୁ ନେଲେ ତାହା ପଞ୍ଚମ ସ୍ଥାନରେ ରହିବ। 9ଟାରେ ସମୁଦାୟ ପଡ଼ିଛି 3,261 ଭୋଟ। ବିଜେପି ପ୍ରାର୍ଥୀ ପଦ୍ମଚରଣ ହାଇବୁରୁଙ୍କ ବିଜୟ ଖବର ପ୍ରଚାରିତ ହେବା ପରେ କରଞ୍ଜିଆ ଏବଂ ନିଜ ବ୍ଲକ ଠାକୁରମୁଣ୍ଡାରେ ଡିଜେ ଶୋଭାଯାତ୍ରା ସହ ବାଣ ଫୁଟାଇ ସମର୍ଥକ ଏବଂ ଜନସାଧାରଣ ଖୁସି ଜାହିର କରିବା ସହ ଉତ୍ସବ ମନାଉଥିବା ଦେଖିବାକୁ ମିଳିଛି। ତେବେ ଚଳିତ ନିର୍ବାଚନରେ ଗତ 5 ବର୍ଷର ଅସନ୍ତୋଷର ବିଷ ଓଗାଳିଥିଲେ ଜନସାଧାରଣ ଏବଂ ସମସ୍ତଙ୍କ ମୁହଁରେ ଶୁଭୁଥିଲା ଲେଖାଟା ଛିଣ୍ଡିଗଲା। ବିଜୟ ପରେ କରଞ୍ଜିଆରେ ବିଜୟ ଉତ୍ସବ ମନାଇଛି ଭାରତୀୟ ଜନତା ପାର୍ଟି। ତେବେ ଚଳିତ ନିର୍ବାଚନରେ ବିଜୟର ଟିକା ପିନ୍ଧିଥିବା ପଦ୍ମଚରଣ ହାଇବୁରୁ ନିଜ ପ୍ରତିକ୍ରିୟାରେ ଏହା ଲୋକଙ୍କର ବିଜୟ ଏବଂ ବିକାଶ ପାଇଁ ଭୋଟ ବୋଲି ଅଭିହିତ କରିଥିଲେ। ମୟୂରଭଞ୍ଜ ଠାକୁରମୁଣ୍ଡାରୁ ଶେଖ ରାଜୁଙ୍କ ରିପୋର୍ଟ, SR ନ୍ୟୁଜ୍ ଏକ୍ସପ୍ରେସ୍।